ଯେପର୍ଯ୍ୟନ୍ତ ଟଙ୍କା ଅଛି ତୁମେ କେମିତି ଅଛ, ଯେତେବେଳେ ଟଙ୍କା ନାହିଁ ତୁମେ କିଏ, ଏହା ଆଜିର ପ୍ରକୃତ ସତ୍ୟ ଅଟେ। ଯେପର୍ଯ୍ୟନ୍ତ ଆପଣ ଖରାପ ସମୟ ଆଉ ପରିସ୍ଥିତିର ମୁକାବିଲା ନ କରିବେ, ସେ ପର୍ଯ୍ୟନ୍ତ ଖରାପ ସମୟ ପରିସ୍ଥିତି ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ଚାଲିଥାଏ। ନିଜର ଲକ୍ଷ୍ୟସ୍ଥଳ ତୁମର ପରୀକ୍ଷା ନେବ, ସ୍ୱପ୍ନ ଭାଙ୍ଗିବାର ଭୟ ଦେଖାଇବ। କେବେ ବି କୌଣସି ଜିନିଷରେ ସାହସ ହରାଅ ନାହିଁ, କାରଣ ଝୁଣ୍ଟିବା ତୁମକୁ ପୁଣି ଥରେ ଚାଲିବାକୁ ଶିଖାଇବ। ତୁମେ ଭଲ ପାଉଥିବା ବ୍ୟକ୍ତିଙ୍କ ଠାରୁ କିଛି ପାଇବାର ଆଶା ରଖ ନାହିଁ। ନିଜକୁ ଏମିତି ବନାଅ ଯେ ତୁମେ ଛିଡ଼ା ହୋଇଥିବା ସ୍ଥାନରେ କେହି ବସିବାର ସୁଯୋଗ ନ ମିଳୁ। ସମ୍ପର୍କକୁ ବଜାୟ ରଖିବା ପାଇଁ ବୁଦ୍ଧି ନୁହେଁ, ହୃଦୟ ଶୁଦ୍ଧି ରହିବା ଉଚିତ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ସମ୍ପର୍କ ତିଆରି ହୋଇପାରେ, କିନ୍ତୁ ମା ଏବଂ ବାପାଙ୍କ ପରି କେହି ନୁହେଁ। ବାପାଙ୍କ ପରି ଲାଳନ ପାଳନ ଏବଂ ମାଙ୍କ ପରି ସ୍ନେହ ଆଦର କେହି ଦେଇ ପାରନ୍ତି ନାହିଁ। ପରିଶ୍ରମ କରିବା ସମୟରେ ଯଦି ଆରାମ କର, ତେବେ ଆରାମ କରିବା ସମୟରେ ତୁମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭାବ ନାହିଁ ଯେ ଜୀବନ ଏକ ବୋଝ ଭାର, ବରଂ ଖୁସି ହୁଅ, କାରଣ ପ୍ରତ୍ୟେକ ଦିନ ସମସ୍ୟା ଥାଏ। ତାହା ସହ ଖାପ ଖୁଆଇ ଚାଲିବା ହିଁ ଜୀବନ ଅଟେ। ଗୀତାରେ କୁହାଯାଇଛି, ଜୀବନରେ ପ୍ରତ୍ୟେକ ସୁଯୋଗର ଫାଇଦା ନିଅ, କିନ୍ତୁ କାହାର ଅସୁବିଧା ବେଳେ ନୁହେଁ, କାରଣ ଯଦି ଜୀବନ ମକା ଦିଏ ତ ଏହା ମଧ୍ୟ ଧୋକା ଦିଏ। ଯେପର୍ଯ୍ୟନ୍ତ ମନରେ ଅହଙ୍କାର ଏବଂ ହୃଦୟରେ ପାପ ଅଛି, ତ ସମସ୍ତ ମନ୍ତ୍ର ଜପ ବ୍ୟର୍ଥ ଅଟେ। ସମସ୍ୟାର ସମାଧାନ ତାହା ଉପରେ ନିର୍ଭର କରେ ଯେ ଆମର ପରାମର୍ଶଦାତା କିଏ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଦୁର୍ଯ୍ୟୋଧନ ଶକୁନିଙ୍କ ଠାରୁ ପରାମର୍ଶ ନେଉଥିଲେ ଏବଂ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଠାରୁ, ଆଉ ଶେଷରେ ଧର୍ମର ହେଲା ଜୟ। ଜୀବନରେ ଆପଣ ଯାହା ହାସଲ କରିବାକୁ ଚାହାନ୍ତି, ଠିକ୍ ସମୟରେ ଏହାକୁ ହାସଲ କରନ୍ତୁ, କାରଣ ଜୀବନ କମ୍ ସୁଯୋଗ ଏବଂ ଅଧିକ ଅନୁତାପ ଦେଇଥାଏ। ସମୟ ଏବଂ ଧୈର୍ଯ୍ୟ ହେଉଛି ଦୁଇଟି ମୋତି, ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି କଠିନ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବ। ତୁମେ ଯାହା ଶୁଣୁଛ ତାହା କେବେ ବି ବିଶ୍ୱାସ କର ନାହିଁ, କାରଣ କିଛି ଲୋକ ଚପଲ ପରି, ସେମାନେ ଆପଣଙ୍କୁ ସାହାଯ୍ୟ କରନ୍ତି କିନ୍ତୁ ପଛରୁ କାଦୁଅର ଛିଟା ମଧ୍ୟ ଫିଙ୍ଗନ୍ତି। ଶ୍ରୀକୃଷ୍ଣ କୁହନ୍ତି, ନିଜକୁ କାହାକୁ ବୁଝାଇବା ଦରକାର ନାହିଁ ଯେ ତୁମେ ଠିକ୍ ବୋଲି, କାରଣ ଯିଏ ଆପଣଙ୍କ ଉପରେ ବିଶ୍ୱାସ କରେ ତାହାର କୌଣସି ବ୍ୟାଖ୍ୟା ଆବଶ୍ୟକ ନାହିଁ। ବ୍ୟାଖ୍ୟା କରିବାରେ ନିଜର ସମୟ ନଷ୍ଟ କର ନାହିଁ, କାରଣ ଲୋକେମାନେ କେବଳ ଯାହା ଶୁଣିବାକୁ ଚାହାନ୍ତି ତାହା ହିଁ ଶୁଣନ୍ତି। ଜୀବନରେ ଦୁଇ ଜଣ ଲୋକ ଜୀବନକୁ ଏକ ନୂତନ ଦିଗ ଦେଖାଇ ଦିଅନ୍ତି। ଜଣେ ଯିଏ ତୁମକୁ ସୁଯୋଗ ଦିଅନ୍ତି ଏବଂ ଅନ୍ୟ ଜଣେ ଯିଏ ତୁମ ସୁଯୋଗର ଫାଇଦା ନିଅନ୍ତି। ଦୁଇ ହାତରେ ଆମେ 50 ଜଣଙ୍କୁ ମାରିପାରିବା ନାହିଁ, କିନ୍ତୁ ଦୁଇ ହାତକୁ ଏକାଠି କରି ଆମେ କୋଟି କୋଟି ଲୋକଙ୍କ ହୃଦୟ ଜିତି ପାରିବା। କର୍ମର ଚାପୁଡ଼ା ଏତେ ଭାରୀ ଏବଂ ଭୟଙ୍କର ଯେ ଆମର ଜମା ହୋଇଥିବା ପୁଣ୍ୟ କେବେ ଶେଷ ହୋଇଯାଏ ଜଣାପଡ଼େ ନାହିଁ। ଜଣେ ରାଜାଙ୍କୁ ମଧ୍ୟ ଭିକ ମାଗିବାକୁ ପଡ଼ିପାରେ, ସେଥିପାଇଁ କେବେ କାହାକୁ ଛଳ ପ୍ରତାରଣା କରି ତା ଆତ୍ମାକୁ କଷ୍ଟ ଦିଅ ନାହିଁ। ଏକ ପାତ୍ରରେ ହାଲୁଆ, କାଜୁ ବାଦାମ ସମସ୍ତ ମୂଲ୍ୟବାନ ଜିନିଷ ଦୃଶ୍ୟମାନ ହୁଏ, କିନ୍ତୁ ଯେଉଁ ଜିନିଷ ଏଥିରେ ମଧୁରତା ଦିଏ, ଚିନି, କେବେ ଦୃଶ୍ୟମାନ ହୁଏ ନାହିଁ। ଠିକ୍ ସେହିପରି ମୋ ଜୀବନରେ ଭଲ ଲୋକ ଅଛନ୍ତି, ଯେଉଁମାନେ ପ୍ରତ୍ୟେକ ଦିନ ଦେଖାଯାଆନ୍ତି ନାହିଁ, କିନ୍ତୁ ତାଙ୍କର ସ୍ନେହର ମଧୁରତା ମୋ ଜୀବନକୁ ସବୁବେଳେ ଏକ ଆନନ୍ଦିତ କରିଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ।